ଆଜି ହେଉଛି ଓଡ଼ିଆ ସଂସ୍କୃତି ପରମ୍ପରାର ଏକ ସ୍ୱତନ୍ତ୍ର ଦିନ, ଭାଗବତ ଜନ୍ମ। ଭାଗବତ କହିଲେ କ'ଣ? ଏହାର ଅକ୍ଷର ଅନୁସାରେ ବର୍ଣ୍ଣନା ରହିଛି ଆମର ଥମ୍ବନେଲ୍ରେ, ଆପଣ ଦେଖିପାରିବେ। ଡେସ୍କ୍ରିପ୍ସନ୍ ବକ୍ସରେ ମଧ୍ୟ ଆମେ କିଛି ତଥ୍ୟ ରଖିଛୁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଭାଗବତ ଜନ୍ମକୁ ନେଇ ଅନେକ ତଥ୍ୟ, ଅନେକ ସୂଚନା ରହିଛି। ଅନେକ ବ୍ୟକ୍ତିଙ୍କ ପାଇଁ ବେଳେବେଳେ ଦ୍ୱନ୍ଦ୍ୱାତ୍ମକ ସୂଚନାରେ ଛନ୍ଦି ହେବାର ପ୍ରଭାବ ମଧ୍ୟ ଦେଖିବାକୁ ମିଳେ ଆମ ପୁରାଣ ସାହିତ୍ୟ ଗୁଡ଼ିକରେ। ଆମେ ତାହାକୁ ସ୍ୱଚ୍ଛତା ଏବଂ ଆଉ ଟିକେ ଅପଡ଼େଟ୍ କରିବା ପାଇଁ କିଛି ଆଲୋଚନା କରୁଛୁ ଆଜିର ଏହି ଭାଗବତ ଜନ୍ମ ଅବସରରେ। ଗୋଟିଏ ବିଷୟକୁ ଛନ୍ଦାତ୍ମକ ଦ୍ୱନ୍ଦ୍ୱାତ୍ମକ ଭାବରେ ରଖିଲେ ସେହି ବିଷୟ ପ୍ରତି ଆକର୍ଷଣ କମିଯାଇଥାଏ। ଆପଣ ଜାଣିଥିବେ, ପ୍ରତ୍ୟେକ ଧର୍ମର ସ୍ଥାପକ ବା ପ୍ରତିଷ୍ଠାତା ଅଛନ୍ତି, କିନ୍ତୁ ହିନ୍ଦୁ ଧର୍ମର ପ୍ରତିଷ୍ଠାତା ନାହାନ୍ତି। ଅର୍ଥାତ୍ ଏହା ସୂଚନା ଦେଉଛି ଏହା ବହୁ ପୁରୁଣା। ଯେତେବେଳେ ବହୁ ପୁରୁଣା, ତାହାକୁ ନେଇ ଆମେ ଅନେକ ନୂଆ ଶିଖିପାରିବା। ଭାଗବତ ଜନ୍ମ ଅବସରରେ ଆମ ତରଫରୁ ଯେଉଁ ଉପସ୍ଥାପନ ରହିଛି, ଉପସ୍ଥାପନା ଶୁଣିବା ପରେ, ବୁଝିବା ପରେ କିଛି ମତାମତ ଦେବେ, କିଛି ତ୍ରୁଟି ଥିଲେ ଦୃଷ୍ଟି ଆକର୍ଷଣ କରିବେ। ଏହି ଅବସରରେ ଭାଗବତ ଜନ୍ମକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା। ଭାଗବତ କିପରି ସୃଷ୍ଟି ହେଲା? ଏହା ଧ୍ୱନିରୁ ସୃଷ୍ଟି ହୋଇଛି। ଶ୍ରୀକୃଷ୍ଣଙ୍କର ମୁଖ ନିଃସୃତ ବାଣୀ, ବାକ୍ୟ, ଉକ୍ତି, ତଥ୍ୟକୁ ନେଇ ଭାଗବତର ସୃଷ୍ଟି। ତାହାକୁ ସୁନ୍ଦର ଭାବରେ ସାଇତି ରଖିଥିଲେ ବ୍ୟାସଦେବ। ସଂସ୍କୃତ ଭାଷାରେ ଏହାକୁ ରୁଦ୍ଧିମନ୍ତ କରିଥିଲେ। କିଛି ବର୍ଷ ପରେ ପଞ୍ଚସଖା ସାହିତ୍ୟର ଜଣେ ଅଗ୍ରଗଣ୍ୟ ବ୍ୟକ୍ତି, ତାଙ୍କର ନାଁ ହେଉଛି ଜଗନ୍ନାଥ ଦାସ, ଅତି ବଡ଼ି ଜଗନ୍ନାଥ ଦାସ। ତାଙ୍କ ଲେଖନୀରୁ, ତାଙ୍କର ସାଧନାରୁ ସୃଷ୍ଟି ହେଲା ଓଡ଼ିଆ ଭାଗବତ। ଓଡ଼ିଶାର ପୁରପଲ୍ଲୀରେ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା, ଭାଗବତ ପରାୟଣ, ଭାଗବତ ସାଧନା ଏପରି ଅନେକ ସମାଧାନକୁ ନେଇ ଭାଗବତ ଆଗକୁ ବଢ଼ିଲା। ଆଜି ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସାହିରେ ଭାଗବତ ଟୁଙ୍ଗୀର ପ୍ରଭାବ ଦେଖିବାକୁ ମିଳେ। ସରକାରଙ୍କ ତରଫରୁ ମଧ୍ୟ ଭାଗବତ ଟୁଙ୍ଗୀ ପ୍ରତି ସକାରାତ୍ମକ ମନୋଭାବ ନେବା ସହିତ ଏହାକୁ ଅଧିକ ଆକ୍ଟିଭେସନ୍ କରିବା ପାଇଁ ଚିନ୍ତନ ଆରମ୍ଭ ହୋଇଛି। ତେଣୁ ଭାଗବତ ଲୋକମାନଙ୍କ ଭିତରେ, ବିଶେଷତଃ ଓଡ଼ିଆ ସାହିତ୍ୟ ସମ୍ବଳ ସମ୍ଭାବନାରେ ଅତି ଜଡ଼ିତ ରହିଛି, ଯାହାକୁ ଆପଣମାନେ ଅନୁଭବ କରିପାରୁଛନ୍ତି। ଭାଗବତ ଜନ୍ମର ଯେଉଁ ପ୍ରଶ୍ନ ଆମେ ନିଶ୍ଚିତ ଭାବରେ ଉତ୍ତର ରଖିବୁ। ଯେଉଁ ରାଜ୍ୟରେ, ଯେଉଁ ଦେଶରେ ଭାଗବତ ପରି ଏକ ଗ୍ରନ୍ଥକୁ ପୂଜା କରାଯାଏ, ଅର୍ଥାତ୍ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ତଥ୍ୟକୁ ସମାଜ ପାଇଁ ସମର୍ପିତ ରହିଛି, ସମାଜ ସଂସ୍କାରିତ, ସଦ୍ଭାବନା, ଶାନ୍ତି ପାଇଁ କନେକ୍ସନ୍ ରହିଛି, ସେହି ସମ୍ବଳ ଗୁଡ଼ିକ ତାହାକୁ ପୂଜା କରିବା। ଅର୍ଥାତ୍ ଗୋଟିଏ ଗ୍ରନ୍ଥ ଭିତରେ, ଗୋଟିଏ ପୁରାଣ ଭିତରେ ରହିଛି ସମାଜର ଅଦ୍ଭୁତପୂର୍ବ ପରିବର୍ତ୍ତନର ସ୍ୱର ଏବଂ ନିଆରା ସମ୍ଭାବନାର ସ୍ୱର। ଏତେ ବିଷୟକୁ ଆମେ ସଂକ୍ଷିପ୍ତରେ ଗୋଟିଏ ଉକ୍ତି ମାଧ୍ୟମରେ ରଖିବାକୁ ଚାହୁଁଛୁ। ତାହା ହେଉଛି, ଯେ ସ୍ଥାନେ ଯେମନ୍ତ ମିଳଇ, ଆହାରେ ଭଲ ମନ୍ଦ ନାହିଁ। ଏହି ପଦରୁ ଆପଣ କ'ଣ ବୁଝୁଛନ୍ତି? ଗୋଟିଏ ଅର୍ଥରେ ଜଣେ ବିଦେଶରେ ଅଛନ୍ତି, ଦୁଇ ସାଙ୍ଗ ହୋଟେଲରେ ଖାଉଛନ୍ତି। ସେହି ସମୟରେ ଜଣେ ସାଙ୍ଗ ଅନ୍ୟକୁ କହୁଛି ଯେ ଖାଇବା ଟିକେ ଠିକ୍ ହେଉନାହିଁ। ଭାଗବତରେ ଅଧିକ ମ୍ରିୟମାଣ ହୋଇଥିବା ବ୍ୟକ୍ତି କହୁଛି ବା ସାଙ୍ଗ କହୁଛି, ଆହାରେ ଭଲ ମନ୍ଦ ନାହିଁ, ଯେ ସ୍ଥାନେ ଯେମନ୍ତ ମିଳଇ। ଯେଉଁ ସ୍ଥାନରେ ଯେମନ୍ତ ମିଳଇ ସେମିତି ଖାଇଦିଅ, ଏଥିରେ ଭଲ ମନ୍ଦ, ଆଚାର ବିଚାର, ଚିନ୍ତା କରିବାର ଅବକାଶ ନାହିଁ। ଏହା ଗୋଟିଏ ଅର୍ଥରେ। କିନ୍ତୁ ଅନ୍ୟ ଅର୍ଥରେ ଆହାରେ କେବଳ ଭଲ ହିଁ ଖାଇବା, ମନ୍ଦ ଖାଇବା ନାହିଁ। ଏହା ଭାଗବତର ତତ୍ତ୍ୱକୁ ବୁଝାଉଛି। ତେଣୁ ଭାଗବତର ସେହି ନବାକ୍ଷର ଛନ୍ଦ ଭିତରେ ଛନ୍ଦି ହୋଇ ରହିଛି ଅନେକ ସାହିତ୍ୟର ସମ୍ଭାର, ଯାହାକୁ ଆମେ ଅନୁଭବ କରିବାର ଆବଶ୍ୟକତା ରହିଛି। ସାହିତ୍ୟ ଭିତରେ ସମ୍ଭାବନାକୁ ସାକାର କରିବା ପାଇଁ ଅତି ବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଷାରେ ଭାଗବତ ରଚନା କରିଥିଲେ। ତାହା ପୂର୍ବରୁ ବ୍ୟାସ ସଂସ୍କୃତିରେ ତାହାକୁ ଉପସ୍ଥାପନ କରିଥିଲେ। ଏପରି ଭାଷାର ପରିବର୍ତ୍ତନ ଦ୍ୱାରା ଆଜି ଭାଗବତ ଇଂରାଜୀ ସାହିତ୍ୟରେ ମଧ୍ୟ ରୂପାନ୍ତର ହୋଇଛି, ଯାହାକି ବିଶ୍ୱ ପାଇଁ ଏକ ନୂତନ ରାହା ତିଆରି କରୁଛି। ସୁନ୍ଦର ପ୍ରକୃତି ପରିବେଶ ସହିତ
आमर ये उपस्थापना आपण किपरि नुआ भाव संचार करिवो ताहा गुरुत्वपूर्ण विषय। भागवत रे काहा को पूजा करा जाउछि, गोटे ग्रंथ को पूजा करा जाउछि, गोटे पुराण को पूजा करा जाउछि। अर्थात से पुराण जेकोसी व्यक्ति विशेष लिखिछन्ति से व्यक्ति विशेषंकर भाषा साहित्य द्वारा ताहाको अधिक रिद्धिमंत करा जाउछि। तेणु संस्कृति रु ओडिया प्रथमे रूपांतर करा जाइथिला। संस्कृति पूर्वरु ताहा केवल स्रोत भाव रे बा अर्थ शुणिबा मन रखिबा विषय को आधारित थिला। तेणु सेतिपई अनेक व्यक्ति कहती शुणिबा द्वारा आमर ज्ञान उदय होता है। तेणु भागवत शुणिबा द्वारा ज्ञान उदय होता है। यह आम आज दिन में मन पकेबा पड़ो। तेणु स्पष्ट भाव में कहवा गले भागवत पुराण को पूजा करा जाउछि। पुराण भितर रही निपुणतार से रहस्य। आमे आउ पदे आपण को कही या पर अधिक गभीरता आड़ को नापी चाहूँ। सर्प कूले कलुजात स्वभाव छाड़ी केमंत। अर्थात एथिरे प्रतीकात्मक भाव में समाज दुष्ट लोक मानकर चरित्र परिवर्तन को एथे आशा करा जाइछि। तेणु जो व्यक्तिर दुष्ट चरित्र रही ताहार परिवर्तन अवश्यंभावी ना संभावी यह आम अनुभव करें। तेणु भागवत कहुई कटाक्ष रही साहित्य रही से साहित्य भितर आम बुझीपारुछु जे सर्पकूले कलुजात। सर्पकूल जात हेले स्वभाव को सी परिवर्तन करें। तेणु मनुष्य को परिवर्तन करने ये आभास रही उक्ति। तेणु भागवतर प्रत्येक अर्थ साहित्य संभावनार स्वर को आम देखिपारुछु। तेणु भागवत जन्म भितर आम यह कहवाई चाहूँ खंडे पुराण को पूजा करा जाउना, साहित्य संभार को पूजा करा जाउछि, शांति सद्भावना को पूजा करा जाउछि, विश्व शांति मैत्री सृष्टि करने भागवत पूजा करा आपको मानवा पड़ो। भाषा बादल सहित प्रकृतिर सुंदर अनुपम दृश्य को आपण सहित संक्षेप में आम रखुछु। या सहित भागवत जन्म अवसर में यही शस्य केते संपर्क रही अनुभव करें। इंद्रदेव सहित संपर्क रही भागवत जन्मर कनेक्शन सहित। तेणु खंडे पुराण नुहे एक मध्यम जीवन को साकार करने सहित जीवन को सफल रूपायन करने यह हूँ एक वास्तव रसायन परी काम करें। भागवत जन्म अवसर में स्वतंत्र उपस्थापना आम चैनल तरफ। तेणु भागवत जन्मर स्वतंत्र विशेषत्व रही जहाँ ओडिया जनजीवन सहित प्रत्येक जीवन सहित यह साहित्य जड़ित यह आम अनुभव करार अच्छे। तेणु सनातन धर्म विश्व को परिवर्तन करार एक स्वर जहाँ भागवत लिपिबद्ध रही साहित्य ही समाधानर समस्त सूत्र को खोजी थाए। अनेक उद्भावन आविष्कार साहित्य सृष्टि होइछि। आम पुराण साहित्य रे जो द्वंद्वात्मक सूचना रही ताको सुंदर एवं सिंप्लिफिकेशन करने द्वारा आम साहित्य आम धर्मीय साहित्य अधिक बलिष्ठ हेबो। यही निवेदन रहूछि आज भागवत जन्म अवसर में।